ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଜଳିଗଲା ଦୋକାନ, 3 ଜଣ ଗୁରୁତର। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତ ଅନ୍ତର୍ଗତ ଗୁଲଜାର ନଗର ପାଟନା ଛକରେ ଗିରିଜାକାନ୍ତ ସାହାଣୀଙ୍କର ଦୀର୍ଘ ବର୍ଷ ଧରି ଏକ ଭେରାଇଟି ଷ୍ଟୋର ସହିତ ଏକ ଜଳଖିଆ ଦୋକାନ ରହିଥିବା ବେଳେ ସେହି ଦୋକାନରେ ଗିରିଜାଙ୍କ ବାପା ଖଗେଶ୍ୱର ସାହାଣୀ ଓ ତାଙ୍କର ଜଣେ ବନ୍ଧୁ ସମୀର ସାମଲ ସେହି ଦୋକାନରେ କାମ କରି ଆସୁଛନ୍ତି। ଜଳଖିଆ ଦୋକାନରେ ଆଜି ହଠାତ୍ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ନିଆଁ ଲାଗିଯିବା ଫଳରେ ଦୋକାନ ସାରା ନିଆଁ ବ୍ୟାପି ଯାଇଥିଲା। ଦୋକାନରେ ଥିବା 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଆସବାବପତ୍ର ପୋଡ଼ିଜଳି ପାଉଁଶ ହେବା ସହିତ ଗିରିଜା ଓ ତାଙ୍କ ବାପା ଏବଂ ତାଙ୍କର ଜଣେ ବନ୍ଧୁ ସମୀର ପୋଡ଼ି ହେବାର ଦେଖି ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିବା ବେଳେ ନିଆଁ ଲିଭାଇବାରେ ଅସଫଳ ହେବାରୁ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଗୁରୁତର ଅବସ୍ଥାରେ 3 ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୁବନେଶ୍ୱର ସମ୍ ହସ୍ପିଟାଲକୁ ପଠାଇଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଥିଲା। ଆମେ ଆସିଥିଲୁ ଚା ପିଇବାକୁ। ଆର ଏଠି ଭେରାଇଟି ଷ୍ଟୋରଟି ଅଛି ସାଇଡ଼ରେ ଗିରିଜାକାନ୍ତ ସାହାଣୀ। ଆମେ ଚା ପିଇବାକୁ ଆସିଛୁ। ଚା ଟିକେ ଗରମ କରିବାକୁ ସେ ଗ୍ୟାସ୍ଟି ଲଗେଇଛି। ହଠାତ୍ ଲିକେଜ୍ କଲା। ଲିକେଜ୍ ଯେମିତି କରିଛି ଆମେ ଟିକେ ଦୂରେଇ ଗଲୁ। ଦୂରେଇକି ଡାକ ମାରିଲୁ ତୁ ପଳେଇଆ। ସେ ଆସୁ ଆସୁ ନିଆଁଟା ଜୋର ହେଇଗଲା। ସେ ପୁରା ଜଳି ଯାଇଛି ବହୁତ। ପ୍ରତ୍ୟକ୍ଷଦର୍ଶୀ ଭାବରେ ଯାହା ଦେଖୁଛୁ ଏ ଭେରାଇଟି ଷ୍ଟୋର ଏବଂ 8ରୁ 10 ଲକ୍ଷ ଟଙ୍କା ଜିନିଷ ହେବ। ଏବେ ବାପ ପୁଅ ଦୁଇ ଜଣ ପୋଡ଼ି ଯାଇଛନ୍ତି ସାର୍। ପରିସ୍ଥିତି ଅବସ୍ଥା କେମିତି ଅଛି? ସିରିୟସ୍ ଅଛି ସାର୍। আমার ভেরাইটি স্টোর জলখিয়া দোকান না তো 12 লক্ষ টাকা পড়ে গেল। বাপা মা জানি গেলে ବାପ ପୁଅ ଜଳିକରେ ଗ୍ୟାସ୍ ଲିକେଜ୍ ଗଲା ଗ୍ୟାସ୍ ଆମେ ସକାଳେ ଚା ପିଇବାକୁ ଆସୁ। ଏଠି ସେ ଆମର ସେ ଭାଇ ସେ ସାନ ଭାଇ ହେବ। ଏଟା ଚା ଦୋକାନ ଆଉ ଭେରାଇଟି ଷ୍ଟୋର କରିଥିଲା, ଯାହାର କି ଅନୁମାନିକ ମୂଲ୍ୟ ମିନିମମ୍ 10 ଲକ୍ଷରୁ ଉର୍ଦ୍ଧ୍ୱ ହେବ। ସେ ଚା କରିବା ପାଇଁ ଗ୍ୟାସ୍ ଲଗାଇବାକୁ ଯେତେବେଳେ ଗ୍ୟାସ୍ ଅନ୍ କରିକି ଲାଇଟର ମାରୁଥିଲା, ଜଳିଲାନି। କିଛି ସମୟ ପରେ ସେ ସେଠୁ BSC ମାରିଲା ପରେ ହଠାତ୍ ନିଆଁ ଧରିଲା। ନିଆଁ ଧରିନେଲା। ତାଙ୍କ ବାପା ସିଏ ଆଉ ତାଙ୍କର ଜଣେ ଶଳା ହିସାବ ହେବ, 3 ଜଣଙ୍କ ପୋଡ଼ି ଯାଇଛନ୍ତି। ସବୁ ଜିନିଷ ତ ଦେଖୁଛନ୍ତି, ସବୁ ଜଳିକି ନଷ୍ଟ ହେଇଯାଇଛି। ବର୍ତ୍ତମାନ ତାକୁ ଆଉ ସପୋର୍ଟ କରିବାକୁ ଆଉ ତାଙ୍କର ତାର ପୁଅଟି। ତେଣୁ ବର୍ତ୍ତମାନ ମୁଁ ସମସ୍ତ ଏଇ ଆପଣମାନଙ୍କ ମଧ୍ୟରେ ସମାଜକୁ ଦେଉଛି, ସମସ୍ତେ ଆଗଭର ହେଇକରି ତାକୁ ତା ପାଇଁ ଚେଷ୍ଟା କଲେ। ଆମେ ସରକାରଙ୍କୁ ଏହା ନିବେଦନ ରଖିବୁ କି ସରକାର ୟାକୁ ତ୍ୱରିତ ପଦକ୍ଷେପ ନେଇକି ତାକୁ ସାହାଯ୍ୟ କରିବେ। ଏବେ ସେ ତାଙ୍କ ଅବସ୍ଥା କିଭଳି ଅଛି? ଅବସ୍ଥା ଗୁରୁତର ଅଛି। ସେ ଆମେ ତାଙ୍କୁ ଯେହେତୁ ଆମ୍ବୁଲାନ୍ସ ଆସିବା ଡେରି ହେଲା, ଆମେ ପ୍ରାଇଭେଟ୍ ଗାଡ଼ିରେ ଆମେ ତାଙ୍କୁ ସମ୍ ହସ୍ପିଟାଲ ପଠାଇଦେଲୁ। କିନ୍ତୁ ସମ୍ ହସ୍ପିଟାଲ ମନା କଲେ କି ଆମର ICU ନାହିଁ। ତେଣୁ ଆମର ସ୍ଥାନୀୟ ନେତା ପଦକ୍ଷେପ ନେଇ କଟକ ସହିତ କଥା ଯୋଗାଯୋଗ କରୁଛନ୍ତି। ଆଉ ସେଠି ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି। ଆଉ ଯେପରି ଠିକ୍ ହେଲେ ତାଙ୍କୁ ସେଠିକି ରିଫର୍ କରାଯାଇଛି।